OSU MAOD 9 ବ୍ଲକ୍ 2 ପ୍ରଥମ ଏକକ ପାଣ୍ଡୁଲିପିର କାଳ ନିର୍ଣ୍ଣୟ। ପ୍ରାଚୀନ ସାହିତ୍ୟ ହେଉ ବା ଯେକୌଣସି ଶାସ୍ତ୍ର ହେଉ, ଲେଖକ ଦ୍ୱାରା ଲିପିବଦ୍ଧ ରଚନାକୁ ମୂଳଗ୍ରନ୍ଥ ଓ ତାହାର ନକଲଗୁଡ଼ିକୁ ଅନୁଲିପି ବା ପ୍ରତିଲିପି କୁହାଯାଇଥାଏ। ଏସବୁ ତାଳପତ୍ର ବା ଭୋଜପତ୍ର ମଧ୍ୟରେ ଲେଖାଯାଇଥାଏ। ଏହାକୁ ପାଣ୍ଡୁଲିପି କୁହାଯାଏ। ପ୍ରାଚୀନ କାଳରେ ପାଠର ଲିଖନ ପଦ୍ଧତି ପ୍ରାୟତଃ ଜଣା ନଥିଲା। ସେ ସମୟରେ ମୁଖସ୍ଥ ବିଦ୍ୟା ପ୍ରଚଳନ ଥିଲା। ଶିଷ୍ୟକୁ ଶାସ୍ତ୍ର କଣ୍ଠସ୍ଥ କରି ଗୁରୁଙ୍କ ନିକଟରେ ପରୀକ୍ଷା ଦେବାକୁ ପଡ଼ୁଥିଲା। ପରବର୍ତ୍ତୀ କାଳରେ ଲିପିର ଉଦ୍ଭାବନ ପରେ ଶାସ୍ତ୍ରରୀତି ତାଳପତ୍ର ବା ଭୋଜପତ୍ର ସାହାଯ୍ୟରେ ଲିପିବଦ୍ଧ ହେଲା। ଲୋକପ୍ରିୟ ଗ୍ରନ୍ଥାବଳୀର ବହୁ ପ୍ରତିଲିପି ବା ନକଲ ତିଆରି ହେବାର ପ୍ରଥା ପ୍ରଚଳିତ ହେଲା। ଏହି ପୋଥିଗୁଡ଼ିକ ରାଜୁଡ଼ାଙ୍କର ପାଠାଗାରରେ ବା ଗ୍ରନ୍ଥାଗାରରେ ରଖାଯାଉଥିଲା ଏବଂ ଏହି ବିଶେଷ ସ୍ଥଳରେ ଯୋଗ୍ୟ ବ୍ୟକ୍ତିଙ୍କୁ ତାହା ଦାନ ମଧ୍ୟ କରାଯାଉଥିଲା। ଗ୍ରନ୍ଥଦାନ ଏକ ପୁଣ୍ୟକର୍ମ ଭାବରେ ବିବେଚିତ ହେଉଥିଲା। ବହୁ ଶତାବ୍ଦୀ ପୂର୍ବରୁ ଲିଖିତ ପାଣ୍ଡୁଲିପି ଲିଖନର ପ୍ରଧାନ ଉପକରଣ ତାଳପତ୍ର ଚିରସ୍ଥାୟୀ ହୋଇ ରହିପାରୁନଥିବାରୁ ଏହା ବନ୍ୟା, ଗୃହଦାହ ଅବା କୀଟଦଂଷ୍ଟ ହୋଇ ଲୋପ ପାଇ ଯାଉଥିବାରୁ ପରବର୍ତ୍ତୀ କାଳରେ ଏହାର ଅନୁଲିଖିତ ଗୁଡ଼ିକ ମୂଳପାଠର ଅବିକୃତ ହୋଇ ରହିବା ସମ୍ଭବପର ହେଲା ନାହିଁ। ପାଣ୍ଡୁଲିପିର ସଂଖ୍ୟା ଦୃଷ୍ଟିରୁ ଭାରତବର୍ଷ ଏକ ସମୃଦ୍ଧ ଦେଶ। ଆମ ଦେଶରେ ବହୁ ପାଣ୍ଡୁଲିପି ବିଦେଶୀ ସଂଗ୍ରହାଳୟ ଓ ପାଠାଗାରରେ ସାଇତି ରହିଛି ଏବଂ ଆଉ କିଛି ବିଦେଶୀ ଆକ୍ରମଣ, ଉଦାସୀକତା, ଅଗ୍ନି ଦୁର୍ଘଟଣା, ବନ୍ୟା, ମୂଷା ଓ ଉଇ ପ୍ରଭୃତିଙ୍କ ହେତୁ ପ୍ରାଚୀନ ଯୁଗରୁ ବହୁ ଗ୍ରନ୍ଥ ନଷ୍ଟ ହୋଇଯାଇଛି। ଏହି ସମ୍ପର୍କରେ ଜର୍ମାନର ସୁପ୍ରସିଦ୍ଧ ସଂସ୍କୃତଜ୍ଞ ପଣ୍ଡିତ ମାକ୍ସ ମୁଲର କହିଛନ୍ତି, ସାରା ସଂସାରରେ ଜ୍ଞାନୀ ଓ ପଣ୍ଡିତମାନଙ୍କର ଦେଶ ଭାରତବର୍ଷ ହିଁ ଏପରି ଏକମାତ୍ର ଦେଶ ଯେଉଁଠାରେ ବିପୁଳ ଜ୍ଞାନସମ୍ପଦ ହସ୍ତଲିଖିତ ଗ୍ରନ୍ଥ ଉପରେ ସୁରକ୍ଷିତ ହୋଇ ରହିଛି। ଯେତିକି ପ୍ରାଚୀନ ଗ୍ରନ୍ଥ ଆମେ ପାଇଛୁ, ସେତିକି ହରାଇଛୁ ଚର୍ଚ୍ଚା ଅଭାବରୁ। ଏହା କାଳର ଗର୍ଭରେ ବିଳୀନ ହୋଇଅଛି। ବୌଦ୍ଧ ଧର୍ମଶାସ୍ତ୍ରମାନ ଭାରତରୁ ନିଶ୍ଚିହ୍ନ ହୋଇ ଚୀନ, ତିବ୍ଦତୀ ବା ବର୍ମୀଜ ଭାଷାର ଅନୁବାଦ ହୋଇପାରେ। ଆଲୋଚକ ବିନୟ ମୋହନ ଶର୍ମାଙ୍କ ମତରେ ଗବେଷକ ପଣ୍ଡିତ ରାହୁଲ ସଂସ୍କୃତାୟନ ଓ ଡ ରଘୁବୀର ପ୍ରମୁଖ ଗବେଷକଗଣ ଏହି ଗ୍ରନ୍ଥରେ ଅନୁସନ୍ଧାନ କରି ଚୀନ ଓ ତିବ୍ଦତର ଅଭିଲେଖକୁ ଏହା ସଂଗ୍ରହ କରି ପୁନର୍ବାର ସଂସ୍କୃତକୁ ରୂପାନ୍ତରିତ କରି ଲୁପ୍ତ ଗ୍ରନ୍ଥର ଉଦ୍ଧାର ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ରାଜଶେଖରଙ୍କର କାବ୍ୟମୀମାଂସା ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ, କବିଙ୍କର ରଚନାକୁ ସୁରକ୍ଷିତ କରି ରଖିବା ନିମିତ୍ତ ଗ୍ରନ୍ଥର ଅନୁଲିଖନ ଏକାନ୍ତ ଆବଶ୍ୟକ। କେତେକ ବିଭୋର କବି ନିଜର ଗ୍ରନ୍ଥରେ ଏକାଧିକ ପାଣ୍ଡୁଲିପି ଲେଖିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କିଞ୍ଚିତ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ। ମତ୍ସ୍ୟ ପୁରାଣ ଓ କାବ୍ୟମୀମାଂସାରେ କୁହାଯାଇଛି, ମୂଳ ଲିପିକୁ ପ୍ରତିଲିପି ପ୍ରସ୍ତୁତ କରିବା ଏଭଳି ଏକନିଷ୍ଠ ସୁଯୋଗ୍ୟ ଲିପିକାରଙ୍କର ସଂଖ୍ୟା ବା କେତେ? ଅତୀତ କାଳରୁ ସଞ୍ଚିତ ମାନବୀୟ ଅନୁଭବ, ବିଚାର, କଳ୍ପନା ଓ ଜ୍ଞାନରାଜିକୁ ଅତୀତର ଅନ୍ଧକାର ଗହ୍ୱରରୁ ଉଦ୍ଧାର କରି ଆସନ୍ତା କାଳିର ବଂଶଧରମାନଙ୍କ ହାତରେ ତୋଳିଦେବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ଏହାକୁ ସମ୍ପାଦନା କରୁଥିବା ସୁଯୋଗ୍ୟ ସମ୍ପାଦକ ସେ ନିଶ୍ଚିତ ଭାବରେ ପ୍ରଶଂସନୀୟ। ଏହା ଅସ୍ୱୀକାର କରାଯାଇପାରିବ ନାହିଁ। ପାଣ୍ଡୁଲିପିର କାଳ ନିର୍ଣ୍ଣୟ। ପୋଥି ବା ପାଣ୍ଡୁଲିପି ସମ୍ପାଦନା ସମୟରେ ତାହାର କାଳ ବା ସମୟ ନିର୍ଣ୍ଣୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। କାଳ ନିର୍ଣ୍ଣୟ ସଠିକ୍ ଭାବରେ କରାଯାଇ ନ ପାରିଲେ ସମ୍ପାଦନାର ଆଲୋଚନା ଦିଗହରା ହୋଇଯାଇପାରେ। ସାମାଜିକ ଓ ସାଂସ୍କୃତିକ ପୃଷ୍ଠଭୂମି ଆକଳନରେ ବିଭ୍ରାନ୍ତି ଦେଖାଦେଇଥାଏ। ତେଣୁ ସମ୍ପାଦନା କାର୍ଯ୍ୟର ପ୍ରଥମ ଓ ପ୍ରଧାନ କାର୍ଯ୍ୟ ସଠିକ୍ କାଳ ନିରୂପଣ। ଏହି କାର୍ଯ୍ୟ ପାଇଁ ସମ୍ପାଦକଙ୍କୁ ପ୍ରଥମେ ଦେଖିବାକୁ ହୋଇଥାଏ ଯେ, ପାଣ୍ଡୁଲିପିର ସମୟ ସୂଚନା ଅଛି କି ନାହିଁ। ଯଦି ନ ଥାଏ, ତେବେ ତାହାର ଲିଖନ ଉପକରଣ ତାମ୍ର, କାର୍ପାସ, ଚମଡ଼ା, ଭୋଜପତ୍ର, ତାଳପତ୍ର ଉପରେ ଗୁରୁତ୍ୱ ଦେଇ ପାଣ୍ଡୁଲିପି କେଉଁ ସମୟର ତାହା ନିର୍ଣ୍ଣୟ କରିବାକୁ ପଡ଼ିଥାଏ। ଖ. ତଦ୍‌ବ୍ୟତୀତ ପୋଥିରେ ଥିବା ରାଜାଙ୍କର ନାମ, ରାଜତ୍ୱ ସମୟ କିମ୍ବା କୌଣସି ଐତିହାସିକ ଘଟଣାବଳୀର ବର୍ଣ୍ଣନାକୁ ଆଧାର କରି ପୋଥିର କାଳ ନିର୍ଣ୍ଣୟ କରାଯାଇପାରେ। ଗ. ପୋଥିରେ ବ୍ୟବହୃତ ଲିପି ମଧ୍ୟ ଏ ଦିଗରେ ସମ୍ପାଦକଙ୍କୁ ସହାୟତା କରିଥାଏ। ଘ. ପୋଥିର ବିଷୟ ବିନ୍ୟାସକୁ ମଧ୍ୟ ସମୟ ନିର୍ଣ୍ଣୟ ଦିଗରେ ସହାୟକ ହୋଇଥାଏ। ମ. ପୋଥିରେ ବ୍ୟବହୃତ ଭାଷା, ଶବ୍ଦ ପ୍ରୟୋଗ, ବାକ୍ୟ ରଚନା ବିଧି, ଅଳଙ୍କାର ପ୍ରୟୋଗରୁ ମଧ୍ୟ ପୋଥିର ଶବ୍ଦ ନିରୂପଣ କରାଯାଇପାରେ। ଚ. ଏହି ପୋଥିରେ ପ୍ରଦତ୍ତ ପୁସ୍ତିକା ହିଁ କାଳ ନିର୍ଣ୍ଣୟ ଦିଗରେ ସଠିକ୍ ଓ ପ୍ରମାଣଯୋଗ୍ୟ ହୋଇଥାଏ। ପୁସ୍ତିକା
ପୋଥି ଲେଖା ଶେଷ ହୋଇଗଲେ ଶେଷରେ ଲିପିକାର ନିଜ ପରିଚୟ ଆଦି ଯେଉଁ କେତେକ ପଂକ୍ତି ତହିଁରେ ଯୋଡ଼ି ଦେଇଥାଏ ତାହା ହିଁ ପୁଷ୍ପିକା। ଇଂରାଜୀରେ ଏହି ନାମ ପୋଷ୍ଟ କୋଲୋଫୋନ୍। ଶ୍ରୀଯୁକ୍ତ ଚିନ୍ତାହରଣ ଚକ୍ରବର୍ତ୍ତୀଙ୍କ ଭାଷାରେ କହିଲେ ଏହା ହେଉଛି ପୋଥିର ଶେଷ କଥା। ଅଧ୍ୟାପକ ସୁକୁମାର ସେନଙ୍କ ମତରେ ପୁଷ୍ପିକା କଥାଟିର କୋଲୋଫୋନ୍ ଅର୍ଥର ଉତ୍ପତ୍ତି ବୋଧହୁଏ ଲାଉ, କଖାରୁ ଆଦି ଫଳର ସାଦୃଶ୍ୟ ହେତୁ ହୋଇଛି। ଏ ଫଳର ପରିପୂର୍ଣ୍ଣତା ହୋଇଗଲେ ସୁଦ୍ଧା ଶିଖିଲା ଫଳ ଲାଗିଥାଏ। ଶ୍ରୀଯୁକ୍ତ তপনমোহন চট্টোপাধ্যায় কহନ୍ତି পুথিং নকল করার সঙ্গে করে পুথির শেষ লিপিকার একটা লেজুড় জুড়ে দিতে না, তাতে সাধারণতঃ লিপিকারের একটা সংক্ষিপ্ত পরিচয় থাকিত। এই লেজুড়র নামই পুষ্পিকা। ইংরাজীରେ এই নাম পোଷ୍ଟ କୋଲୋଫୋନ୍। ପୁଷ୍ପିକା ପୋଥିର ଶେଷ କଥା ହେଲେ ମଧ୍ୟ ଏଥିରେ ଅନେକ ତଥ୍ୟ ପରିଲିଖିତ ହୋଇଥାଏ। ସେ ସମୟରେ ପୋଥି ଲିଖନ, ସଂରକ୍ଷଣ ଓ ପ୍ରଚାରକୁ ପବିତ୍ର କର୍ତ୍ତବ୍ୟ ମନେ କରାଯାଉଥିଲା। ପୁଷ୍ପିକାରୁ ଲିପିକାରର ନାମ, ପୋଥିର ମାଲିକ, କେଉଁଠି ବସି ଲେଖାଯାଉଥିଲା, କେବେ ଲେଖା ସମାପ୍ତ ହେଲା, ତାରିଖ, ସନ, ବାର, ବେଲା, ତିଥି, ନକ୍ଷତ୍ର, ପ୍ରହର, ପଣ୍ଡ, ଫଳ ସେ ସମୟର ରାଜା ରାଜାଙ୍କର ପୁତ୍ର କନ୍ୟା ଜନ୍ମ ସମୟ ହୋଇଥିଲେ ମଧ୍ୟ ଏଥିରେ ସ୍ଥାନ ପାଇଥାଏ। ବରଂ ରାଜବଂଶ ଏବଂ ଲେଖକଙ୍କର ଦୋଷ ନ ଧରିବା ଲାଗି ମଧ୍ୟ ଲେଖାଯାଇଥାଏ। ଅଭିନବ ଗୀତଗୋବିନ୍ଦର ପୁଷ୍ପିକା ଦୀର୍ଘତମ ପୁଷ୍ପିକାମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ଏଥିରେ ରାଜା ପୁରୁଷୋତ୍ତମ ଦେବ 1467 ମସିହାରୁ ରାଜତ୍ୱ ଆରମ୍ଭ କରି 34 ଅଙ୍କ ବା 27 ବର୍ଷ ରାଜତ୍ୱ ପୁଷ୍ପିକାରୁ ଜଣାଯାଏ। ଏହିଠାରେ ରାଜାଙ୍କୁ ଅନେକ ବୀରତ୍ୱର ସମ୍ବୋଧନା କରାଯାଇଛି। ଯେପରି ଗଜପତି ଗୌଡ଼େଶ୍ୱର ପ୍ରବଳ କଳବର୍ଗ ଜଳାଧି ଜଳ ମନ୍ଥାଚଳ ବିରୁତ୍ପଦ ବିରାଜମାନ କଳିବର୍ଗେଶ୍ୱର ବୀରବର ବୀରକେଦାର ନବକୋଟି କର୍ଣ୍ଣାଟେଶ୍ୱର ପ୍ରଚଣ୍ଡ ଚଣ୍ଡକ ସୂର୍ଯ୍ୟବଂଶ କମଳ ବିକାଶ ଭାସ୍କର ପରମ ବୈଷ୍ଣବ ମହାରାଜାଧିରାଜ ଶ୍ରୀ ପୁରୁଷୋତ୍ତମ ଦେବ ଗଜପତେ ବୈଶାଖ ଶୁକ୍ଳ ପ୍ରତିପଦ ଭାବନୁପାସରେ ସମାପ୍ତ ମେଦଂ ପୁସ୍ତକଂ। ଶ୍ରୀ ମହାଭାରତ ବିରାଟ ପର୍ବ ସଦାଯାଏ ସମ୍ପୂର୍ଣ୍ଣ ଭୀମସ୍ୟାପି ନିବଧ୍ୟତ ଭଗ୍ନପୃଷ୍ଠ ପରିପାଳୟତଃ ଶ୍ରୀ ଜୀବିଷ୍ୟତାଂ ଦେବ ମହାଭାରତଂ ନ ଅଙ୍କ 63 ଜ୍ୟେଷ୍ଠ ଶୁକ୍ଲ ତୃତୀୟା ଶୁକ୍ରବାର ସଦାଯାଏ ସମ୍ପନ୍ନ ହୋଇଲା। ବନମାଳୀ ଶ୍ରୀ ଚନ୍ଦନ ତିଗିରିଆଙ୍କର ତୁଙ୍ଗ ବଂଶୀୟ ରାଜା। ସେ 1886 ଖ୍ରୀଷ୍ଟାବ୍ଦରୁ 1934 ପର୍ଯ୍ୟନ୍ତ ରାଜୁତି କରିଥିଲେ। ଏହି ରାଜା ବଡ଼ ଧାର୍ମିକ ଥିଲେ। ସେ ସମୟରେ ପ୍ରସନ୍ନ ପୁରୁଷୋତ୍ତମ ମନ୍ଦିର ନିର୍ମାଣ ଓ 1925 ମସିହାରେ ଦେଉଳକରଣର ନିଯୁକ୍ତ ଥିଲେ। ରାଜା ବନମାଳୀ ଶ୍ରୀ ଚନ୍ଦନ ଚମ୍ପତି ସିଂ ମହାପାତ୍ର ଓଡ଼ିଶାର ଗଜପତି ରାଜ ମୁକୁନ୍ଦ ଦେବଙ୍କର ସମସାମୟିକ ଥିଲେ। ତାଙ୍କ ସମୟରେ ଶ୍ରୀ ପୁରୁଷୋତ୍ତମ ଦେଉଳ କାର୍ଯ୍ୟସିଦ୍ଧି ପୁସ୍ତକ ଦେଖିବାକୁ ମିଳେ। ରାଜା ବନମାଳୀ ଶ୍ରୀ ଚନ୍ଦନ ଲୋକଙ୍କର ଜାଣିବାକୁ ପାଇଲେ ମନ୍ଦିର ପୂଜାବିଧି ସଂଯୁକ୍ତିକରଣ ଘଟିକା। ଏଣୁ ସେ ପ୍ରସନ୍ନ ପୁରୁଷୋତ୍ତମଙ୍କୁ ଦେଉଳ ଖଞ୍ଜା ପୋଥି ଲେଖିବାକୁ ପରାମର୍ଶ ଦେଇଥିଲେ। 1914 ମସିହାରେ ଏହି ସମୟରେ ଲୋକମାନେ କାଗଜ, କଲମ ଓ କାଳିର ବ୍ୟବହାର ସହ ପରିଚିତ ଥିବାବେଳେ ପ୍ରସନ୍ନ ପୁରୁଷୋତ୍ତମ ଦେଉଳଖଞ୍ଜା ପୋଥିଟି ତାଳପତ୍ର ଓ ଲେଖନୀ ସାହାଯ୍ୟରେ ଲେଖାଯିବା ପଛର ପରମ୍ପରା ତାଳପତ୍ର ପୋଥି ଲେଖା ଦୀର୍ଘଦିନରୁ ଚାଲି ଆସିଛି। ଏହା ସାଭ୍ୟନ୍ତର ଏକ ନମୁନା। ଏହି ପୋଥିଟି ମନ୍ଦିରର ପୂଜାବିଧି ସମ୍ପର୍କିତ ହୋଇଥିବାରୁ ମନ୍ଦିର ଭିତରେ ରଖାଯାଉଥିବାରୁ ପୋଥି ଲିଖନକାର ବିଦେଶୀମାନଙ୍କଦ୍ୱାରା ବ୍ୟବହୃତ କାଗଜ, କଲମ, କାଳି ଅପେକ୍ଷା ତାଳପତ୍ର ଓ ଲିଖନକୁ ପୋଥି ଲେଖାରେ ଉପାଦାନ ରୂପେ ଗ୍ରହଣ କରିବା ଅଧିକ ସ୍ୱାଭାବିକ ମନେହୁଏ। ଦେଉଳଖଞ୍ଜା ସମ୍ପାଦନା ପ୍ରସନ୍ନ କୁମାର ନାୟକ। ଦ୍ୱିତୀୟ ଏକକ ପାଣ୍ଡୁଲିପିର ବିଷୟ ବିନ୍ୟାସ। କୌଣସି ଦେଶର ପ୍ରାଚୀନ ଗୌରବ ସମାଜ, ସଂସ୍କୃତି, ଇତିହାସ, ସାହିତ୍ୟ ଆଦିର ପ୍ରାମାଣିକ ରୂପ ଆମର ଶିଳାଲେଖ, ତାଳପତ୍ର, କଳାତ୍ମକ ବିଭିନ୍ନ ବସ୍ତୁ ତଥା ପ୍ରାଚୀନ ସାହିତ୍ୟିକ ସାମଗ୍ରୀରୁ ହିଁ ଜଣାପଡ଼ିଥାଏ। ତାଳପତ୍ର ପୋଥିରେ କେବଳ ସାହିତ୍ୟ ଲିଖନ ହେଉଥିଲା ତାହା ନୁହେଁ। ପତ୍ର ଘୋଷଣା, ଚୁକ୍ତି, ଜାତକ, ବିବାହ, ସ୍ୱୀକୃତି, ଭାଗନପତ୍ର ପ୍ରଭୃତି ମଧ୍ୟ ତାଳପତ୍ରରେ ଲେଖାଯାଉଥିଲା।
ପ୍ରାଚୀନ କାଳରେ ବାର୍ଷିକ ପାଞ୍ଜି ମଧ୍ୟ ତାଳପତ୍ରରେ ଲେଖାଯାଉଥିଲା। ରାଜା ଓ ଜମିଦାରମାନେ ଭୂ ଅଭିଲେଖ, ଆଦେଶ, ଆୟବ୍ୟୟ ବିବରଣୀ, ତାମ୍ର ତାଲିକା, ଗ୍ରାମ ତାଲିକା ପ୍ରଭୃତି ତାଳପତ୍ରରେ ଉଲ୍ଲେଖ କରିଥିଲେ। ପୁରୀ ଶ୍ରୀମନ୍ଦିରର ମାଦଳା ପାଞ୍ଜି ଏହାର ପ୍ରକୃଷ୍ଟ ଉଦାହରଣ। ଏହା 5 ଭାଗରେ ବିଭକ୍ତ ଯଥା ରାଜଖଞ୍ଜା, ଦେଶଖଞ୍ଜା, କର୍ମାଙ୍ଗୀ, ଦିନଖଞ୍ଜି ଓ ଚକଡ଼ା। ଏହାଛଡ଼ା ପ୍ରସନ୍ନ ପୁରୁଷୋତ୍ତମ ଦେଉଳ ଖଞ୍ଜା ଦୈନନ୍ଦିନ ପୂଜାବିଧିର ବିବରଣୀ ବର୍ଣ୍ଣିତ। ଖୋର୍ଦ୍ଧା ରାଜାଙ୍କର ବଂଶାବଳୀକୁ ଚଇନିଙ୍କର ଚକଡ଼ା କୁହାଯାଉଥିଲା। ଏହାଛଡ଼ା ମୟୂରଭଞ୍ଜ ରାଜବଂଶାବଳୀ ଓ କଳାହାଣ୍ଡି ମାଦଳା ପାଞ୍ଜି ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାର ଇତିହାସ ଲେଖାଯାଇଥିଲା। ପୋଥି ବିନ୍ୟାସରେ ପୁରାଣ, ମହାକାବ୍ୟ, ଗାଥା, କବିତା, ଷୋଡ଼ଶ, ଚଉତିଶା, କୋଇଲି, ଦୂତକାବ୍ୟ, ଚିଟାଉ, ଚଉପଦୀ, ବୋଲି, ପଦିଆ, ପୋଇ, ଜଣାଣ, ଓଗାଳ, ଗୀତା, ମାହାତ୍ମ୍ୟ, ପଟଳ, ସ୍ତୁତି, ସଂହିତା, ମାଳିକା, ନିର୍ଣ୍ଣୟ, ଦୋହା, ସମ୍ବାଦ, ଟୀକା, କବିଚ, ଚମ୍ପୁ, ଟୁମ୍ପା ଦେଖିବାକୁ ମିଳିଥାଏ। ତୃତୀୟ ଏକକ ଶୁଦ୍ଧପାଠ ନିର୍ଣ୍ଣୟ ପଦ୍ଧତି। ଆଧୁନିକ କାଳରେ ଲେଖକଙ୍କର ସାହିତ୍ୟ ସଙ୍ଗେ ସଙ୍ଗେ ମୁଦ୍ରିତ ହୋଇଯିବା ଫଳରେ ପାଣ୍ଡୁଲିପିର ସଂରକ୍ଷଣ ନିମିତ୍ତ ବାରମ୍ବାର ଲେଖିବାର ଆବଶ୍ୟକତା ପଡ଼ୁନାହିଁ। ପରନ୍ତୁ ପୁରାତନ କାଳରେ ମୁଦ୍ରଣର ସୁବିଧା ନଥିବାରୁ ବାରମ୍ବାର ନକଲ କରିବା ସମୟରେ ନକଲକାରଙ୍କ ଦ୍ୱାରା ଲେଖାଯାଉଥିବା ଲିପି ଅନୁଲିପି ପ୍ରସ୍ତୁତ କରିବା ଫଳରେ ପାଠ ମଧ୍ୟରେ ଅନେକ ପ୍ରମାଦ ଦେଖାଯାଉଥିଲା। ପାଠ ବିକୃତିର ବିଭିନ୍ନ କାରଣ। ସମାନ ବର୍ଣ୍ଣ ସମ୍ବନ୍ଧ ବିଭ୍ରାନ୍ତି, ବ ଫଳା, ଜ ଫଳା। ସାଧାରଣ ଅକ୍ଷର ସମ୍ବନ୍ଧ ବିଭ୍ରାନ୍ତି, ଉ ଓ ଉ, ପ ଓ ସ। ଶ୍ରବଣ ଓ ଉଚ୍ଚାରଣ ଜନିତ ତ୍ରୁଟି, ବଦୟନ୍ତି, ବଦନ୍ତି। ଦୃଷ୍ଟି ଦୋଷଜନିତ ତ୍ରୁଟି, କହେ, କଲେ। ଅପରିଚିତ ଶବ୍ଦ ସ୍ଥାନରେ ପରିଚିତ ଶବ୍ଦର ପ୍ରୟୋଗ, ପୁନରାବୃତ୍ତି। ସମାକ୍ଷର ଯୋଗ, ଅକ୍ଷର, ଶବ୍ଦ ଓ ବାକ୍ୟର କ୍ରମ ପରିବର୍ତ୍ତନ। ପ୍ରାକୃତ ଶବ୍ଦ ସ୍ଥାନରେ ସଂସ୍କୃତ ଶବ୍ଦର ପ୍ରୟୋଗ। ସାଧାରଣ ସମରୂପଣ ହେତୁ ଶବ୍ଦର ଅଶୁଦ୍ଧ ଲିଖନ, ଅକ୍ଷର ବୃଦ୍ଧି। ଶବ୍ଦ ବିପର୍ଯ୍ୟୟ, ମୂଳ ଶବ୍ଦ ସ୍ଥାନରେ ନୂତନ ଶବ୍ଦର ସଂସ୍ଥାନ। ଅଜାଣତରେ ହେଉଥିବା ଭୁଲକୁ ସଜାଡ଼ିବାର ପ୍ରଯତ୍ନ। ଶବ୍ଦ ମଧ୍ୟରେ ବର୍ଣ୍ଣ ବିପର୍ଯ୍ୟୟ, ମାତ୍ରାଲୋପ ହେତୁ ଶବ୍ଦ ବିଭ୍ରାନ୍ତି। ପଦ ବା ଶବ୍ଦର ବିକୃତ ରୂପ ଗ୍ରହଣ। ଅନ୍ଧଯୁକ୍ତିର ବଶବର୍ତ୍ତୀ ହୋଇ ନୂତନ ଶବ୍ଦର ପ୍ରୟୋଗ। ଦ୍ରୁତ ଲିଖନ ଜଡ଼ିତ ତ୍ରୁଟି। ଅଶୁଦ୍ଧ ସମାସ ହେତୁ ଭ୍ରମ। ସଂକ୍ଷିପ୍ତ ରୂପରେ ମିଥ୍ୟାର୍ଥ ପ୍ରକାଶ। ନାମବାଚକ ସଂଜ୍ଞା ବିଭ୍ରାନ୍ତି। ଅଙ୍କ ଲିଖନରେ ବିଭ୍ରାନ୍ତି। ଅକ୍ଷର, ଶବ୍ଦ ଓ ପଂକ୍ତିଗୁଡ଼ିକରେ ସାମ୍ୟତା ହେତୁ ପାଠ ବିଲୁପ୍ତ। ପୂର୍ଣ୍ଣଚ୍ଛେଦରେ ମନମୁଖୀ ପ୍ରୟୋଗ। ସ୍ଥାନଚ୍ୟୁତି। ଶୁଦ୍ଧପାଠ ନିର୍ଣ୍ଣୟ ପଦ୍ଧତି। ଗ୍ରନ୍ଥ ସମ୍ପାଦନରେ 4ଟି ଦିଗ ରହିଛି ଯଥା ସାମଗ୍ରୀ ସଂକଳନ। ପ୍ରତିଲିପି ଅନୁଲିପି ସଂଗ୍ରହ କରିବାକୁ ପଡ଼ିଥାଏ। ସାମଗ୍ରୀର ପୁନଃ ସଂସ୍ଥାନ ବା ପାଠ ଚୟନ, ପାଠ କରିବା। ପାଠ ସଂସ୍କାର, ପାଠ ଗ୍ରହଣ, ବର୍ଜନ ଓ ସଂଶୋଧନ। ବିଚାର ବିଶ୍ଳେଷଣ ବା ପାଠ ଆଲୋଚନା। ଚତୁର୍ଥ ଏକକ ଶୁଦ୍ଧ ପାଠର ବିକଳ୍ପ ପାଠ ନିର୍ଣ୍ଣୟ। ବିଚାର ପଦ୍ଧତିକୁ ଇଂରାଜୀରେ କୁହାଯାଏ ଟେକ୍ସଚୁଆଲ କ୍ରିଟିସିଜିମ୍ ଅର୍ଥାତ୍ ପାଠ ସମାଲୋଚନା। ପାଠ ସମାଲୋଚନାର ଉଦ୍ଦେଶ୍ୟ ହେଲା ମୂଳ ପାଠ ବା ତାର ପାଖାପାଖି ବିଶୁଦ୍ଧ ପାଠ ନିର୍ଦ୍ଧାରଣ କରିବା। ପୋଥି 2 ପ୍ରକାର ହୋଇପାରେ ଯଥା କବି ବା ଗ୍ରନ୍ଥକାର ନିଜ ହାତରେ ଲେଖିବା। ଅଟୋବାୟୋଗ୍ରାଫିକାଲ ଟେକ୍ସଟ, ଗ୍ରନ୍ଥକାରଙ୍କର ନିଜ ହାତ ଲେଖା ପୋଥିର ପ୍ରତିଲିପି, ଟ୍ରାନ୍ସମିଟେଡ୍ ଟେକ୍ସଟ। ପ୍ରଥମ ଶ୍ରେଣୀରେ ପୋଥି ଖୁବ୍ ଦୁର୍ଲଭ। ଗଙ୍ଗାଧର ଦତ୍ତଙ୍କର ମହାରାଷ୍ଟ୍ର ପୁରାଣ କାବ୍ୟର ପୋଥି ଖଣ୍ଡିକ 1751ରେ କବିଙ୍କର ହସ୍ତଲିଖିତ। ବାଂଲାଦେଶର ଗବେଷକ ଡକ୍ଟର ମଗହାରୁଲ ଇସଲାମ କବି ହୁଏତ ମାମୁଦଙ୍କର ଜଙ୍ଗନାମ କାବ୍ୟର ସ୍ୱହସ୍ତ ଲିଖିତ ଆବିଷ୍କାର କରିଛନ୍ତି। ଯେଉଁ ପୋଥିରୁ ପ୍ରଥମେ ପ୍ରତିଲିପି ତିଆରି ହୁଏ ତାକୁ କୁହାଯାଏ ଆଦର୍ଶ ପୋଥି। ସେ ସବୁ ଯୁଗର ଲିଖନକାରମାନେ ପୋଥି ନକଲ କରିବାକୁ ଯାଇ ଅସତର୍କତା, ବିଭ୍ରାନ୍ତି, ଅଜ୍ଞତା ପ୍ରଭୃତି କାରଣରୁ ପ୍ରତିଲିପିରେ ଅନେକ ସମୟରେ ନାନା ରକମର ତ୍ରୁଟି ବିଚ୍ୟୁତି ଘଟିଥାଏ। ରୂପରାମ ଚକ୍ରବର୍ତ୍ତୀଙ୍କର ଧର୍ମମଙ୍ଗଳର ବିଭିନ୍ନ ପୋଥିର ଦୃଷ୍ଟାନ୍ତ ଦେଇଥିଲେ। ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟର ବଙ୍ଗଳା ପୋଥି ବିଭାଗରେ ରୂପରାମଙ୍କର ଧର୍ମମଙ୍ଗଳର ଇଚ୍ଛାର ଘୋଷପାଲାର ଗୋଟିଏ ପୋଥି ଅଛି। ପୋଥିର ଲିଖନକାଳ ସନ 1039 ସାଲ ଅର୍ଥାତ୍ 1632 ଖ୍ରୀଷ୍ଟାବ୍ଦ। କାବ୍ୟଟି କବି ଶକାଙ୍କ ଅନୁସାରେ
ଶକାଙ୍କ ଅନୁସାରେ 1526 ଶକାବ୍ଦରୁ 1604 ଖ୍ରୀଷ୍ଟାବ୍ଦରେ ରଚିତ। ତାହେଲେ ରବୀନ୍ଦ୍ର ଭାରତୀର ପୋଥିଟି ମୂଳ କାବ୍ୟ ସହିତ ହେବାର 28 ବର୍ଷ ପରେ ଅନୁଲିଖିତ। ଏହି ପାଲାର ଆଉ ଗୋଟିଏ ପୋଥି କଲିକତା ବିଶ୍ୱବିଦ୍ୟାଳୟର ପୋଥି ବିଭାଗରେ ରଖାଯାଇଛି। ଏହି ପୋଥିର ଲିଖନ କାଳ ସନ 1227 ସାଲରୁ 1820 ଖ୍ରୀଷ୍ଟାବ୍ଦ ଅର୍ଥାତ୍ ଏହା ମୂଳ କାବ୍ୟ ରଚନା ହେବାର 216 ବର୍ଷ ପରେ ଅନୁଲିଖିତ। ଅନୁଲିଖିତ ପୋଥି ପ୍ରକୃତି ଅନୁସାରେ ତିନି ପ୍ରକାରର: ସୁରକ୍ଷିତ ପ୍ରତିଲିପି, ଅରକ୍ଷିତ ପ୍ରତିଲିପି ଏବଂ ସଂଶୋଧିତ ପ୍ରତିଲିପି। ଯେଉଁ ପୋଥି ଅବଲମ୍ବନରେ କୌଣସି ସତର୍କ ଲିଖନକାରଙ୍କର ତତ୍ତ୍ୱାବଧାନରେ ଅନୁଲିଖିତ ହୋଇଥାଏ ତାକୁ ସୁରକ୍ଷିତ ପ୍ରତିଲିପି କୁହାଯାଏ। ସ୍ୱହସ୍ତ ଲିଖିତ ପୋଥି ପରି ସୁରକ୍ଷିତ ପ୍ରତିଲିପି ହିଁ ଖୁବ୍ ଦୁର୍ଲଭ। ଅଷ୍ଟାଦଶ ଶତାବ୍ଦୀର ଶେଷ ଓ ଊନବିଂଶ ଶତକର ଆରମ୍ଭ ବେଳେ ୟୁରୋପୀୟ ପଣ୍ଡିତମାନେ ଅନେକ ସମୟରେ ଅନେକ ବଙ୍ଗଳା ଓ ସଂସ୍କୃତ ପୋଥିର ପ୍ରତିଲିପି ତିଆରି କରିଥିଲେ। ଯେଉଁ ପୋଥି ଲିଖନକାର ସ୍ୱାଧୀନ ପ୍ରଚେଷ୍ଟାରେ ଅନୁଲିଖିତ ହୁଏ ତାକୁ କୁହାଯାଏ ଅରକ୍ଷିତ ପ୍ରତିଲିପି। ଶ୍ରୀକୃଷ୍ଣ କୀର୍ତ୍ତନ ପୋଥି ହିଁ ସଂଶୋଧିତ ପ୍ରତିଲିପି। ସଂଶୋଧିତ ପୋଥିର ସବୁଠାରୁ ଭଲ ଉଦାହରଣ କଲିକତା ବିଶ୍ୱବିଦ୍ୟାଳୟରେ ରହିଥିବା ଚଣ୍ଡୀମଣ୍ଡଳର 1086 ସଂଖ୍ୟାର ପୋଥି। ପୋଥିର ପାଠଭେଦ ଓ ପାଠ ବିକୃତ। ପାଠଭେଦ ସାଧାରଣତଃ ପୂର୍ବୋକ୍ତ ଅରକ୍ଷିତ ପୋଥିରେ ଦେଖାଯାଏ ଏବଂ ସେହି ପାଠଭେଦ ଘଟେ ନାନା ଧରଣର ପାଠ ବିକୃତି ବା ପାଠ ବିଚ୍ୟୁତିରୁ। ଏହି ପାଠ ବିକୃତି ମୋଟାମୋଟି ଭାବରେ ଚାରୋଟି ଧାରା ଲକ୍ଷ୍ୟ କରାଯାଏ, ଯଥା ବିପର୍ଯ୍ୟୟ, ବର୍ଣ୍ଣ ବିଭ୍ରାନ୍ତି ବା ଶବ୍ଦ ବିଭ୍ରାନ୍ତି ବା ପାଠ ବିଭ୍ରାନ୍ତି, ବର୍ଣ୍ଣବର୍ଜନ, ସଂଶୋଧନ ଏବଂ ମିଶ୍ରଣ। କେବେ କେବେ ଆଦର୍ଶ ପୋଥିର ଶବ୍ଦ, ଚରଣ, ସ୍ତବକ ବା ଅଂଶବିଶେଷ ଅନୁଲିଖିତ ପୋଥିର ବାଦ୍ ପଡ଼ିଯାଏ। ଏହି ବାଦ୍ ପଡ଼ିବା ପଛରେ କେବେ ଲିଖନକାରର ଅସତର୍କତା, କେବେ ଆଲସ୍ୟ, କେବେ ବା ଦାୟିତ୍ୱହୀନ ମନୋଭାବ କାମ କରେ। ଆଦର୍ଶ ପୋଥିର ଅଂଶବିଶେଷରେ ଏହି ବର୍ଜନକୁ କୁହାଯାଏ ଛାଡ଼ ବା ବିଚ୍ୟୁତି। ଲିଖନକାର ଆଦର୍ଶ ପୋଥିର ପାଠ ଯଥାଯଥ ଭାବରେ ଅନୁସରଣ କରିବାକୁ ନ ପାଇଲେ ଅନୁଲିଖିତ ପୋଥିରେ ଆଦର୍ଶ ପାଠର ନାନା ବିପର୍ଯ୍ୟୟ ଘଟେ। ଏହି ବିପର୍ଯ୍ୟୟ ଗୋଟିଏ କାରଣ ଲିଖନକାରର ବିଭ୍ରାନ୍ତି। ଅନେକ ସମୟରେ ପୋଥିରେ ଗାୟନ କରିବାର ସୁବିଧା ପାଇଁ ଏପରି ସଂଯୋଗ କରାଯାଏ ଏବଂ ଏହି ସଂଯୋଜନ ଅଂଶକୁ କୁହାଯାଏ ସଂକ୍ଷିପ୍ତ ପାଠ। ମିଶ୍ରଣ। ପାଠ ନିର୍ବାଚନର ପଛରେ ତା'ର ସ୍ୱେଚ୍ଛାଚାର ହିଁ ପ୍ରଧାନ କାରଣ। ସେଥିପାଇଁ ଏହି ପାଠ ପ୍ରାୟ ବିକୃତ ବା ମୂଳ ପାଠଠାରୁ ଅନେକ ଦୂରବର୍ତ୍ତୀ। ଏହି ଧରଣର ପାଠକୁ କୁହାଯାଏ ମିଶ୍ର ପାଠ। ଏହି ମିଶ୍ର ପାଠରୁ ମୂଳ ପାଠ ନିର୍ଦ୍ଧାରଣ କରିବା ଖୁବ୍ କଠିନ। କୃତ୍ତିବାସ ରାମାୟଣର ବିଭିନ୍ନ ପୋଥି ଏହି ରକମ ମିଶ୍ର ପାଠର ପ୍ରକୃଷ୍ଟ ଉଦାହରଣ। ବିକଳ୍ପ ପାଠ ନିର୍ଣ୍ଣୟ। ବିକଳ୍ପ ପାଠ ନିର୍ଣ୍ଣୟ ନିମନ୍ତେ ପାଠ ସମାଲୋଚକ ପ୍ରଧାନତଃ ଦୁଇଟି ପଦ୍ଧତି ଅବଲମ୍ବନ କରନ୍ତି, ଯଥା ପାଠ ସଂଶୋଧନ ଏବଂ ପାଠ ପୁନର୍ଗଠନ। ପାଠ ସଂଶୋଧନ। ପାଠ ସଂଶୋଧନର ଉଦ୍ଦେଶ୍ୟ ହେଉଛି ପାଠ ସମୂହର ମଧ୍ୟରେ ଯେଉଁ ସବୁ ବିକୃତିଜନକ ଉପାଦାନ ଅଛି ସେଗୁଡ଼ିକ ଦୂର କରିବା। ଏହି କାର୍ଯ୍ୟ ପାଇଁ ପାଠ ସମାଲୋଚକ ଏହି ସବୁ ବ୍ୟବସ୍ଥା ନେଇପାରେ, ଯଥା ପ୍ରାପ୍ତ ପାଠଗୁଡ଼ିକ ମଧ୍ୟରେ ଅପେକ୍ଷାକୃତ ପ୍ରାଚୀନ ପାଠଗୁଡ଼ିକ ଉଦ୍ଧାର କରିବା। ସାଧାରଣତଃ ପୋଥିଗୁଡ଼ିକର ପୁସ୍ତିକାରେ ବର୍ଣ୍ଣିତ ଲିପିକା ଆଲୋକରୁ ପାଠର ପ୍ରାଚୀନତା ନିର୍ଦ୍ଧାରଣ କରାଯାଏ। ପ୍ରାଚୀନତର ପାଠଗୁଡ଼ିକ ଉଦ୍ଧାର କରିବା ପରେ ସମାଲୋଚକ ପାଠ ମଧ୍ୟରେ ତୁଳନା କରି ଅଭେଦ ଓ ପ୍ରଭେଦର ପ୍ରକାର ଓ ପରିଣାମ ନିରୂପଣ କରିବା ଆବଶ୍ୟକ। ଏହି ପାଠ ପ୍ରଭେଦର ଦୃଷ୍ଟିପଟରେ ଲିଖନକାରର ଦାୟିତ୍ୱ କିପରି ଅଛି ତାହା ନିରୂପଣ କରି ଲିଖନକାର ପ୍ରମାଦଗୁଡ଼ିକୁ ସଂଶୋଧନ କରିବାକୁ ହେବ। ପାଠ ପୁନର୍ଗଠନ। ଏହା ଦୁଇ ଭାଗରେ ବିଭକ୍ତ: ବାହ୍ୟ ପ୍ରମାଣିତର ସାକ୍ଷ୍ୟ ଗ୍ରହଣ, ପ୍ରାପ୍ତ ପାଠଗୁଡ଼ିକର ଆଭ୍ୟନ୍ତର ବିଚାର ବିଶ୍ଳେଷଣ। ପୋଥି କେତେ ପ୍ରକାରର? ପୋଥି ସାଧାରଣତଃ ଦୁଇ ପ୍ରକାର, ଯଥା କବି ବା ଗ୍ରନ୍ଥକାର ନିଜ ହାତରେ ଲେଖିବା ଏବଂ ଦୁଇ ଗ୍ରନ୍ଥକାରର ନିଜର ହାତଲେଖା ପୋଥିର ପ୍ରତିଲିପି।
ପ୍ରଥମ ଶ୍ରେଣୀର ପୋଥି ଖୁବ୍ ଦୁର୍ଲଭ। ଅନେକ ମନେ କରନ୍ତି ଯେ ଗଙ୍ଗାରାମ ଦତ୍ତଙ୍କର ମହାରାଷ୍ଟ୍ର ପୁରାଣ କାବ୍ୟର ପୋଥି ଖଣ୍ଡିକ 1751 କବିଙ୍କର ସ୍ୱହସ୍ତ ଲିଖିତ ବାଂଲା ମଙ୍ଗଳ କାବ୍ୟରେ ଇତିହାସ ପୃଷ୍ଠା 939ରେ ଜଣାପଡ଼େ, କିନ୍ତୁ ଏ ବିଷୟରେ ବିମତ ଭେଦର ଅବକାଶ ଅଛି। ବାଂଲାଦେଶର ଗବେଷକ ଡକ୍ଟର ମଜାହାରୁଲ ଇସଲାମ କବି ହୁଏତ ମାମୁଦଙ୍କର ଜଙ୍ଗ ନାମ କାବ୍ୟର ସ୍ୱହସ୍ତ ଲିପି ଆବିଷ୍କାର କରିଛନ୍ତି। ପାଣ୍ଡୁଲିପିର ପାଠ ଓ ପାଠ ସମାଲୋଚନା ପୃଷ୍ଠା 15ରେ ପ୍ରଦତ୍ତ। କିନ୍ତୁ ଏସବୁ ସ୍ୱହସ୍ତ ଲିପି ସଂଖ୍ୟାରେ ଯେମିତି ବିରଳ, ସତ୍ୟାସତ୍ୟ ଦୃଷ୍ଟିରୁ ସେପରି ସନ୍ଦେହରୁ ନୁହେଁ। ପ୍ରକୃତପକ୍ଷେ ମଧ୍ୟଯୁଗୀୟ ବଙ୍ଗଳା ସାହିତ୍ୟର ସଂକେତ ହିସାବରେ ଆମ୍ଭେମାନେ ଯେଉଁ ସବୁ ପୋଥି ପାଉ, ସେଥିମଧ୍ୟରୁ ଅଧିକାଂଶ ମୂଳପୋଥିର ପ୍ରତିଲିପି। ଏହିସବୁ ପ୍ରତିଲିପିଗୁଡ଼ିକରେ ଅବଶ୍ୟ କବିଙ୍କର ନିଜ ଲେଖା ପୋଥିରୁ ଦେଖି ନକଲ ହୋଇନାହିଁ। ପ୍ରଥମେ ହୁଏତ କବିଙ୍କର ହସ୍ତଲିଖିତ ପୋଥିର ଏକାଧିକ ପ୍ରତିଲିପି ତିଆରି ହୋଇଥିବ, ତାପରେ ପୁଣି ସେହି ସବୁ ପ୍ରତିଲିପିରୁ ନୂଆ ନୂଆ ପ୍ରତିଲିପି ତିଆରି କରାଯାଇଥିବ। ଯେଉଁ ପୋଥିରୁ ପ୍ରଥମ ପ୍ରତିଲିପି ତିଆରି ହୁଏ ତାକୁ କୁହାଯାଏ ଆଦର୍ଶ ପୋଥି। ସେ ସବୁ ଯୁଗରୁ ଲିଖନକାରମାନେ ପୋଥି ନକଲ କରିବାକୁ ଯାଇ ଅସତର୍କତା, ବିଭ୍ରାନ୍ତି, ଅକ୍ଷମତା ପ୍ରଭୃତି କାରଣରୁ ପ୍ରତିଲିପିରେ ଅନେକ ସମୟରେ ନାନା ରକମର ତ୍ରୁଟି ବିଚ୍ୟୁତି ଘଟିଥାଏ। ଫଳରେ ଆଦର୍ଶ ପୋଥି ଓ ଅନୁଲିଖିତ ପୋଥି ମଧ୍ୟରେ ପ୍ରାୟତଃ ନାନା ଅମେଳ ଦେଖାଯାଏ। ପୋଥିରେ ପାଠାନ୍ତରର ସୂତ୍ରପାତ ହିଁ ଏହିଠାରୁ। ଅନୁଲିଖିତ ପୋଥି ଆଦର୍ଶ ପୋଥିଠାରୁ ଯେତେ ଦୂରବର୍ତ୍ତୀ ହୁଏ, ଅନୁଲିଖିତ ପୋଥିର ପାଠାନ୍ତରର ସମ୍ଭାବନା ସେତେ ବଢ଼ିଯାଏ। ତେଣୁ ପୋଥି ସାଧାରଣତଃ ଦୁଇ ପ୍ରକାରର। ବର୍ଣ୍ଣ ବିଭ୍ରାନ୍ତି କହିଲେ କ'ଣ ବୁଝାଏ? କୌଣସି ଲେଖନକାର ଆଦର୍ଶ ପୋଥିର ବର୍ଣ୍ଣ ସଠିକ ଭାବରେ ବୁଝି ନ ପାରିଲେ ଅନେକ ସମୟରେ ମୂଳ ପାଠ୍ୟର ନିର୍ଦ୍ଦିଷ୍ଟ ବର୍ଣ୍ଣଟି ବ୍ୟବହାର ନ କରି ସେ ବର୍ଣ୍ଣଟିକୁ ଯେଉଁ ଭାବରେ ପଢ଼ିଥିବ ସେହିପରି ଲେଖି ଦେଇଥାନ୍ତି। ଏଥିରେ ଲିଖନକାର ବିବେକ ଆବିଷ୍କାର କରିଥିଲେ ବି ପାଠର ବିପର୍ଯ୍ୟୟ ଓ ତଜ୍ଜନିତ ଦୁର୍ବୋଧ୍ୟତା ବେଶ୍ ଦେଖାଦିଏ। ଯେପରି 3698 ନମ୍ବର କବି ପୋଥି ରିକସ୍ 29 ପୃଷ୍ଠାରେ ଗୋଟିଏ ଜାଗାରେ ଅଛି, ଇଚ୍ଛାର ସମାନ ସୁନି ମନୋହର ସ୍ତବ। ଏଠାରେ ଉଚ୍ଚେର କଥାଟି ଦୁର୍ବୋଧ୍ୟ, କିନ୍ତୁ ଅନ୍ୟ ପୋଥି ସଙ୍ଗରେ ତୁଳନା କଲେ ବୁଝାଯାଏ, ଏଠାରେ ପ୍ରକୃତ ପାଠଟି ହେଉଛି ଇନ୍ଦ୍ରେର ସମାନ ସୁନି ମନୋହର ସ୍ତବ। କଲିକତା ବିଶ୍ୱବିଦ୍ୟାଳୟର ପୋଥିର ଲିଖନକାର ଆଦର୍ଶ ପୋଥିର ଇନ୍ଦ୍ର ବର୍ଣ୍ଣଟିକୁ ଛ ମନେକରି ଅର୍ଥର ସମ୍ଭାବନା ପ୍ରତି ଦୃଷ୍ଟିପାତ ନ କରି ନିଜର ପୋଥିରେ ଇଚ୍ଛାର ଲେଖିଥିଲେ। ପାଠ ବିକୃତି ପାଇଁ କେଉଁ କାରଣରୁ ଦାୟୀ କରାଯାଇଥାଏ? ପାଠଭେଦ ସାଧାରଣତଃ ପୂର୍ବୋକ୍ତ ରକ୍ଷିତ ପୋଥିରେ ଦେଖାଯାଏ ଏବଂ ସେହି ପାଠଭେଦ ଘଟେ ନାନା ଧରଣର ପାଠ ବିକୃତି ବା ପାଠ ବିଚ୍ୟୁତିରୁ। ତେଣୁ ବିଶ୍ଳେଷଣ କରିଲେ ଜଣାପଡ଼େ ଯେ ଏହି ପାଠ ବିକୃତି ମଧ୍ୟରେ ମୋଟାମୋଟି 4ଟି ଧାରା ଲକ୍ଷ୍ୟ କରାଯାଏ, ଯଥା ବିପର୍ଯ୍ୟୟ, ବର୍ଜନ, ସଂଶୋଧନ ଏବଂ ମିଶ୍ରଣ। ମୁଖ୍ୟତଃ ଏହି 4ଟି ଦାୟୀ ରହିବେ ପାଠ ବିକୃତି ପାଇଁ। ପାଠ ସଂଶୋଧନ ପାଇଁ କେଉଁ 3 ପ୍ରକାର ବ୍ୟବସ୍ଥା ଅଛି? ପାଠ ସଂଶୋଧନର ଉଦ୍ଦେଶ୍ୟ ହେଉଛି ପ୍ରାପ୍ତ ପାଠ ସମୂହର ମଧ୍ୟରେ ଯେଉଁ ସବୁ ବିକୃତିଜନକ ଉପାଦାନ ଅଛି ସେଗୁଡ଼ିକୁ ଦୂର କରିବା। ଏହି କାର୍ଯ୍ୟ ପାଇଁ ପାଠ ସମାଲୋଚକ ମୁଖ୍ୟତଃ 3ଟି ପ୍ରକାରର ବ୍ୟବସ୍ଥା ନେଇପାରେ, ଯଥା ପ୍ରାପ୍ତ ପାଠଗୁଡ଼ିକ ମଧ୍ୟରେ ଅପେକ୍ଷାକୃତ ପ୍ରାଚୀନ ପାଠଗୁଡ଼ିକୁ ଉଦ୍ଧାର କରିବା। ସାଧାରଣତଃ ପୋଥିଗୁଡ଼ିକ ପୁସ୍ତିକାରେ ବର୍ଣ୍ଣିତ ଲିପିକାରକୁ ପାଠର ପ୍ରାଚୀନତା ନିର୍ଦ୍ଧାରଣ କରାଯାଏ। ଲିପିକାର ନ ପାଇଲେ ପୋଥିର ଅବସ୍ଥା, ଉପକରଣ, ଲିପିର ଛାନ୍ଦ, ଭାଷା, ବୈଶିଷ୍ଟ୍ୟ ଇତ୍ୟାଦିରୁ ପାଠର ପ୍ରାଚୀନତା ନିର୍ଦ୍ଧାରଣ କରାଯାଇପାରେ। ତେବେ ପାଠ ପ୍ରାଚୀନ ହେଲେ ହେଁ ଯେ ତାମ୍ବୁଳ ବା ବିଶୁଦ୍ଧ ହେବ, ଏପରି କୌଣସି କଥା ନାହିଁ। କାର୍ଯ୍ୟତଃ ପାଠ ବିଚାର ପ୍ରାଥମିକ ସ୍ତରରେ ବିଶୁଦ୍ଧ ପାଠର ସନ୍ଧାନ ନ କରି ବିବିଧ ପ୍ରାଚୀନତର ପାଠ ଉଦ୍ଧାର କରିବା ହେବ ପାଠ ସମାଲୋଚନାର କାର୍ଯ୍ୟ। ପ୍ରାଚୀନତର ପାଠଗୁଡ଼ିକ ଉଦ୍ଧାର କରିବା ପରେ ସମାଲୋଚକ ଏହିସବୁ ପାଠ ମଧ୍ୟରେ ତୁଳନା କରି ତାହା ମଧ୍ୟରୁ ପାରସ୍ପରିକ ଅଭେଦ ଓ ପ୍ରଭେଦର ପ୍ରକାର ଓ ପରିମାଣ ନିରୂପଣ କରିବା ଆବଶ୍ୟକ। ତାହାପରେ ଏହି ପାଠ ପ୍ରଭେଦ ପୃଷ୍ଠପଟରେ ଲିଖନକାରର ଦାୟିତ୍ୱ କିପରି ଅଛି ତାହା ନିରୂପଣ କରି ଲିଖନକାରର ପ୍ରମାଦଗୁଡ଼ିକ ସଂଶୋଧନ କରିବାକୁ ହେବ। ଏହି କାର୍ଯ୍ୟରେ ପୋଥିର ପୁସ୍ତିକା ଅର୍ଥାତ୍ ପୋଥିରେ ଯେଉଁ ଅଂଶଟି ଲିଖନକାରର ନିଜସ୍ୱ ରଚନା ହେଉ ଅଂଶ ବିଶେଷ ଭାବରେ ସାହାଯ୍ୟ କରିପାରେ। ପୁସ୍ତିକାକୁ ଲେଖନକାରର ସ୍ଥାନ, କାଳ, ପ୍ରବଣତା, ରଚନାର ରଙ୍ଗରୀ ଇତ୍ୟାଦିର ବୈଶିଷ୍ଟ୍ୟ ସମ୍ପର୍କରେ ଯେଉଁ ସବୁ ତଥ୍ୟ ମିଳିପାରେ, ଏହି ସବୁ
ତଥ୍ୟ ଦେଇ ପାଠ ବିକୃତି ଓ ପାଠ ପ୍ରଭେଦର ସମ୍ଭାବ୍ୟ ପ୍ରକାର ନିର୍ଣ୍ଣୟ କରାଯାଇପାରେ। ଏହି ଭାବରେ ଲିଖନକାର ଦ୍ୱାରା କରାଯାଇଥିବା ସମ୍ଭାବ୍ୟ ପ୍ରକୃତି ବା ବିକୃତି ଗୁଡ଼ିକର ଅନୁମାନ କରାଇପାରିଲେ ସେଗୁଡ଼ିକ ବର୍ଜନ କରାଯାଇପାରିବ। ପାଠ୍ୟ ପୁନର୍ଗଠନ ସମୟରେ କେଉଁ ଦୁଇଟି ଦିଗ ପ୍ରତି ଧ୍ୟାନ ଦିଆଯାଇଥାଏ? ପୋଥିର ସମ୍ଭାବ୍ୟ ଲିଖନକାରଙ୍କ ପ୍ରମାଦଗୁଡ଼ିକ ବାଦ ଦେଲେ ଯେଉଁ ସବୁ ପାଠ ମିଳିଥାଏ ସେଗୁଡ଼ିକ ଶୁଦ୍ଧତର ହେବା ସମ୍ଭାବନା ଅନେକ ମାତ୍ରାରେ ଥିଲେ ସେଥିରେ ପାଠ ସମସ୍ୟାର ସମାଧାନ ହୋଇପାରେନା। ବାହ୍ୟ ପ୍ରମାଣାଦିର ସାକ୍ଷ୍ୟ ଗ୍ରହଣ, ପ୍ରାପ୍ତ ପାଠଗୁଡ଼ିକର ଆଭ୍ୟନ୍ତର ବିଚାର ଓ ବିଶ୍ଳେଷଣ।